ସଣପଥର ପିଏମ୍ଶ୍ରୀ ହାଇସ୍କୁଲରେ ବାର୍ଷିକ ଉତ୍ସବ। ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଜଗତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ସଣପଥର ପିଏମ୍ଶ୍ରୀ ହାଇସ୍କୁଲର ବାର୍ଷିକ ଉତ୍ସବ। ଏହି ଉତ୍ସବରେ ଯୋଗ ଦେଇଥିଲେ ମନ୍ତ୍ରୀ ରବି ନାରାୟଣ ନାୟକ। ସେ କହିଥିଲେ, ମେଧା ଛାତ୍ରବୃତ୍ତି ଯେତିକି ଆଗରୁ ମିଳୁଥିଲା ତାଠାରୁ ଏବେ ଅଧିକ ଟଙ୍କା ମିଳୁଛି। ଏହା ସହ ଶ୍ରମ କାର୍ଡ଼ ମାଧ୍ୟମରେ ପୂର୍ବ ଅପେକ୍ଷା ଦୈନିକ ମଜୁରୀ ବୃଦ୍ଧି ସାଙ୍ଗକୁ ବିଭିନ୍ନ ଯୋଜନାରୁ ସୁବିଧା ସୁଯୋଗ ନେଇ ଉଚ୍ଚଶିକ୍ଷା ହାସଲ କରୁଛନ୍ତି ଛାତ୍ରଛାତ୍ରୀମାନେ। ତା ସହିତ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଫାସିମାଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ଦଳବେହେରା ଓ ବିଡ଼ିଓ ରବୀନ୍ଦ୍ର ସେଠୀ, ବଡ଼ରମା ସରପଞ୍ଚ ବିଜୟ ନାୟକ, ସମିତି ସଭ୍ୟ ଅଶୋକ ବାଗ, ସଣପଥର ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷା ଜ୍ୟୋତ୍ସ୍ନାମୟୀ ଜ୍ୟୋତ୍ସ୍ନା ଦାସ, ଜାତୀୟ ସ୍ତରର ବ୍ରୋଞ୍ଜ ପଦକ ବିଜେତା ତଥା ସମ୍ବଲପୁର ଜିଲ୍ଲାର ଗୌରବ ସୁଦକ୍ଷ ତୀରନ୍ଦାଜ ଅର୍ଣ୍ଣବ ଦେହୁରୀ, ମିସ୍ ଓଡ଼ିଶାର ସୁନ୍ଦରୀ ତଥା ସମ୍ବଲପୁର ଅଭିନେତ୍ରୀ ପଲ୍ଲବୀ ସେଠୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।